ଆଜିର ଏଇ ପାଠଚକ୍ରଟି ଖୁବ୍ ଚିତ୍ତାକର୍ଷକ, କାହିଁକି ନା ଏଥିରେ ଆଲୋଚନା କରାଯାଉଛି ଅର୍ଥ ଓ ଜଳ ବିଷୟରେ। ଆସନ୍ତୁ ସେଇ ଚୈତ୍ୟ ଗଭୀରରୁ କୋଟି କୋଟି ପ୍ରଣାମ ସହିତ ପିଲାମାନଙ୍କୁ ସେଇ ଚୈତ୍ୟ ଚେତନାର ଶୁଭେଚ୍ଛା। ଦିବ୍ୟ ପରିବେଶ ଏ ବିଦ୍ୟାଳୟର ବାର୍ଷିକ ଉତ୍ସବ ସହିତ ଆମର ୟୁନିଟ୍ ପାଠଚକ୍ର ପ୍ରତି ମାସର ଶେଷ ରବିବାରଟି ଧାରାବାହିକ ଭାବରେ ବାବାଜୀ ମହାରାଜଙ୍କର ପ୍ରଥମ ଭଲ୍ୟୁମ୍ ଶେଷ ହୋଇ ଏବେ ଥାର୍ଡ ଭଲ୍ୟୁମ୍ଟି ଆଲୋଚନା କରାହେଉଛି। ବିଷୟରେ ଯେଉଁ ରହିଛି ଆଜି ଅର୍ଥ ଏବଂ ଜଳ। ଜଳ କହିଲେ ଆପଣମାନେ ସମସ୍ତେ ଆମେ ଜାଣିଛୁ। ଜଳ କହିଲେ ସାଧାରଣ ଭାବରେ ବିବର୍ତ୍ତନ ଧାରାରେ ଏହି ପ୍ରଶ୍ନଟି ଶ୍ରୀକୃଷ୍ଣ ଯେତେବେଳେ ଏହି ପୃଥ୍ୱୀ ପୃଷ୍ଠକୁ ଆସିଲେ ସେତେବେଳେ ପ୍ରେମର ଘୋଷଣା କଲେ। ଶ୍ରୀରାମ ଯେତେବେଳେ ଆସିଲେ ନୈତିକତାର ଘୋଷଣା କଲେ ଏବଂ ନୈତିକତା ପ୍ରଚାର କରି ଏବଂ ତାହା ଆଦର୍ଶ ଗୋଟେ ପୁତ୍ର ଏବଂ ପତ୍ନୀ ହେଉଛନ୍ତି ଗୋଟେ ଆଦର୍ଶ ନାରୀ, ସତୀତ୍ୱ ସବୁକିଛି ନୈତିକତାରେ ଧାରାରେ এই ପୃଥ୍ୱୀ ପୃଷ୍ଠରେ ଛାଡ଼ି ପ୍ରସ୍ତୁତି କରିକି ଚାଲିଗଲେ। ଯେତେବେଳେ ଶ୍ରୀକୃଷ୍ଣ ଆସିଲେ ସେତେବେଳେ ସେ ଏକ ପ୍ରେମର ବାର୍ତ୍ତା ଦେଲେ ଏବଂ ଭଲ ପାଇବା এই ଜଗତରେ ପ୍ରେମକୁ ପ୍ରତିଷ୍ଠା କରିକି, କିନ୍ତୁ ଶେଷ କଥାଟିକୁ ଆଉ ହୁଏତ ପୃଥିବୀ ପ୍ରସ୍ତୁତ ନଥିଲା, ସମୟ ବି ସାପେକ୍ଷ ନଥିଲା, ଚାଲିଗଲେ। ସେଇ ନିଜେ ଶରୀର ଯେତେବେଳେ ସେଇ ଜଡ଼ତା ଭିତରୁ ଆସିଛି, ଶରୀର ଭିତରେ ବି ସେ ରହିଛନ୍ତି। ସେ କିଭଳି ଅବସ୍ଥା ରହିଛନ୍ତି ନା ଏକ ସୁପ୍ତ ଅବସ୍ଥାରେ ଅଛନ୍ତି। ତେଣୁ এই ଜଡ଼ତା ଭାଙ୍ଗିଲେ ତାଙ୍କର ସେଇ ଆତ୍ମାର ପରିପ୍ରକାଶ ଏବଂ ସୌନ୍ଦର୍ଯ୍ୟର ପରିପ୍ରକାଶ। ତେଣୁ ସେଇ ଜଡ଼ତା ପାଇଁ, ସେ ଶରୀର ପାଇଁ ଆଜି ଅର୍ଥଟା ଅନାର୍ଥର କାରଣ ହୋଇଛି। କାହିଁକି ନା ବ୍ୟକ୍ତି ପ୍ରକୃତରେ ଅର୍ଥ ଉପରେ କିଛି ଅଭିଜ୍ଞତା ନାହିଁ। ଶ୍ରୀଅନ୍ଦ ତାଙ୍କର 3ଟି ପାଗଳା ଭିତରେ କହିଥିଲେ, ଯେଉଁ ଅର୍ଥ ଉପାର୍ଜନ କରୁଛି ସେଇ ଅର୍ଥ ମୋର ନୁହେଁ। କାହିଁକି ନା ମୁଁ ଏ ଅର୍ଥର ଅଧିକାରୀ ହେଉଛନ୍ତି ସେଇ ପରମ। କାରଣ ମୁଁ ଯେଉଁ ଜ୍ଞାନ ଅର୍ଜନ କରି, ମୁଁ ଯେଉଁ ଶିକ୍ଷା ଲାଭ କରି ଯେଉଁ 2 ପଇସାଟି ଅର୍ଜନ କରୁଛି, ପ୍ରକୃତରେ ସେଥିରେ ମୋର କିଛି କାର୍ଯ୍ୟ ନାହିଁ। କାରଣ ସେଇ ଜ୍ଞାନ, ସେଇ ଶିକ୍ଷା ଯିଏ ଦେଇଥିଲେ ସିଏ ହେଉଛନ୍ତି ସେଇ ପରମ। ତେଣୁ ସିଏ ଯଦି ଏଇ ଅର୍ଥର ଅଧିକାରୀ ହୁଅନ୍ତି, ଶିକ୍ଷାର ଅଧିକାର ହୁଅନ୍ତି, ସାର୍ଟିଫିକେଟର ଅଧିକାରୀ ହୁଅନ୍ତି, ତାହେଲେ ଅର୍ଥଟା ତାଙ୍କର ଅଧିକାର ନା ମୋର ଅଛି? ତୁମେ ଯଦି ମୁରାରୀଦେବ ପାଖକୁ ଲେଖିଥିଲେ ଚିଠି, ତୁମର ଯଦି ପଇସାର ଖର୍ଚ୍ଚ କରିବାକୁ ପଡ଼ିବ। ଆଉ ମୁଁ ବି ମଧ୍ୟ ମୋତେ ଯେତିକି ବି ସେ ଦେଉଛନ୍ତି ଆବଶ୍ୟକତା ଅନୁଯାୟୀ ମୁଁ ଯଦି ତାକୁ ଖର୍ଚ୍ଚ ନ କରେ, ତାହେଲେ ମୁଁ ଭଗବାନଙ୍କ ପାଖରେ ଗୋଟିଏ ଚୋର। ତେଣୁ ତୁମକୁ ବି ସେଇ ନୀତି ପାଳନ କରିବାକୁ ପଡ଼ିବ, ସେଇ ନିୟମ ପାଳନ କରିବାକୁ ପଡ଼ିବ। ତୁମେ ଆବଶ୍ୟକତା ଅନୁଯାୟୀ ହିଁ ଖର୍ଚ୍ଚ କରିବ। ଆମେ ଏଇ ମା ପ୍ରଭୁଙ୍କର ଏଇ ବାଣୀରୁ ବା ଏହି ସ୍ୱପ୍ନରୁ ଆମେ ମାନେ ଜାଣିବା ପ୍ରକୃତରେ ଅର୍ଥ କେଉଁଠୁ ଆସିଛି ଏବଂ ଏହାର ଖର୍ଚ୍ଚ କେଉଁ ଧାରାରେ ହେବା ଦରକାର ଏବଂ କିପରି ହେବା ଦରକାର ଏବଂ କେଉଁଭଳି ହେବା ଦରକାର। ଯେତେବେଳେ ଆଶ୍ରମରେ ବୈକୁଣ୍ଠ ତିଆରି ହେଉଥିଲା, ଯେତେବେଳେ ମା ଆଶ୍ରମକୁ ଆସିନଥିଲେ, ସେତେବେଳେ ଆଶ୍ରମର ଅର୍ଥର କେତୋଟି କେବିନ୍ ଥିଲା, ଦୋକାନ ବି ନଥିଲା, କେତୋଟି 4-5ଟି ସହର ଭିତରେ ଜିନିଷ ସେଇ କେବିନରୁ ହିଁ ମଣିଷ ବିକ୍ରି ହେଉଥିଲା।
କିନ୍ତୁ ଏଇ ଅର୍ଥ ପାଇଁ ସେତେବେଳେ ବହୁ କଷ୍ଟ ସହିବାକୁ ପଡ଼ିଛି। ଏହି ଆଶ୍ରମରେ ସାଧନା ଆରମ୍ଭ କଲେ, କିନ୍ତୁ ମା ଯେତେବେଳେ ଆସିଲେ ସେଇ ଅର୍ଥର ଅଭାବଟି ମହାଲକ୍ଷ୍ମୀ ଯେତେବେଳେ ପାଦ ଦେଲେ ଅର୍ଥର ଅଭାବଟି କରିଦେଲେ ଏବଂ ସବୁଦିନ